ଆମର ମିଲ୍ ରେଡ଼ି ହେଇଗଲା। ଦେଖନ୍ତୁ କଙ୍କଡ଼ାର ସାଇଜ୍ କେମିତି କେତେ ବଡ଼। ଟେଷ୍ଟ ପୁରା ଖାସି ମାଂସକୁ ବି ଟଳେଇଦବ। ଏବେ ଆମେ ଧଣିଆ ପତ୍ର ଦେଇଦେବା କିଛି। ଖାଇବା ଆଜି ପୁରା ମଜା କରିକି ପୁରା। ଚାଲନ୍ତୁ ବ୍ଲଗ୍ ଟିକେ ଏନ୍ଜୟ। ଦେଖନ୍ତୁ କେତେ ବଡ଼ ସାଇଜ୍ କଙ୍କଡ଼ା, ପୁରା ହାଫ୍ କେଜି। ଦେଖନ୍ତୁ ପୁରା ସାଇଜ୍ ଦେଖିଛନ୍ତି। ବର୍ତ୍ତମାନ ୟାକୁ ମାରା ହବ। ପୁରା କଙ୍କଡ଼ାକୁ ଚାଉଳ ଭଜା ଦେଇକି ଝୋଳ କରାହବ। ଦେଖନ୍ତୁ ହାଇ ଫ୍ରେଣ୍ଡସ୍, ନୂଆ ବ୍ଲଗ୍ରେ ସ୍ୱାଗତ। ସେଇ କଙ୍କଡ଼ା যেটা କାଲି ଧରିଥିଲେ ସେଇଟାକୁ ବର୍ତ୍ତମାନ ତରକାରୀ କରିବା। ୟାକୁ ଚାଉଳ ଭାଜା ଗୁଣ୍ଡ ଦେଇକି ପୁରା ଝୋଳ, ପୁରା ସ୍ପେଶାଲ୍ ଝୋଳ ତିଆରି କରିବା। ଓଡ଼ିଆ ଖାଦ୍ୟ ବହୁତ ଶକ୍ତି। ୟାକୁ ବର୍ତ୍ତମାନ ଭାଙ୍ଗିବା। ଏଇଟାକୁ ଆଜି ପୁରା ଦଶରଥକୁ ପୁରା ଝୋଳ ହବ। ଖାଇବା ଆଜି ପୁରା ମଜା କରିକି ପୁରା। ଚାଲନ୍ତୁ ବ୍ଲଗ୍ ଟିକେ ଏନ୍ଜୟ କରନ୍ତୁ। ଦେଖନ୍ତୁ ୟାକୁ କେମିତି ଭାଙ୍ଗା ଯାଉଛି। ଭାଙ୍ଗିବା ବହୁତ କଷ୍ଟ। ପିସ୍ ଏକୁ ପାଣିରେ ପକା ହବ। ସବୁ ତାର ଗୁଡ଼ ଗୁଡ଼ା ଭାଙ୍ଗିଦେବା। এইটা ଭାଙ୍ଗିଦେବା। ଦେଖନ୍ତୁ ଭାଙ୍ଗି ସାରିଲା ପରେ ତାର ପୁରା ପିସ୍ ବାହାରି ପଡ଼ିଲା। ଏଇଟା ହେଉଛି ମେନ୍। ତା ଭିତରେ ପୁରା ଘିଅ ଭର୍ତ୍ତି ଥିବ। ଭଲ ଭାବରେ ଧୋଇଦେବା, କାରଣ କାଦୁଅ ଥିବ, ବିଭିନ୍ନ ପ୍ରକାର ତାର ମଇଳା ଜିନିଷ ଥିବ। ତାକୁ ଭଲ ଭାବରେ ସଫା କରିବା। ସାଇଜ୍ଟା ଦେଖନ୍ତୁ କେତେ ବଡ଼ ସାଇଜ୍, ପୁରା ଗୋଟେ ଚାଙ୍ଖଡ଼ ହେଇଯିବ। ଦେଖନ୍ତୁ ଖାଇଲେ ପୁରା ମଜା ଆସିବ ଯେ। ଦେଖନ୍ତୁ ସାଇଜ୍। ଚାଲନ୍ତୁ ୟାକୁ ଭଲ ଭାବରେ ବର୍ତ୍ତମାନ ଧୋଇଦେବା। ଦୁଇଟା ଦାଗ ଦେଖନ୍ତୁ ପୁରା। ଦୁବଲାଗଡ଼ି ବିଚ୍ରେ ବି ଏମିତି ଦିଅନ୍ତିନି, କାରଣ ଏ ସବୁ କଙ୍କଡ଼ା କଷ୍ଟଲି, ବହୁତ ଦାମ୍, ଅଧିକା ଦାମ୍। ଏଗୁଡ଼ା କେଜି ପାଖାପାଖି 1,500। ତାକୁ ଭଲ ଭାବରେ ଧୋଇଦେବା। କାଦୁଅ ଫାଦୁଅ ଥିବ ସବୁ ତା ଦେହରେ, ସବୁ କିଛି ପୁରା କ୍ଲିୟର୍ କରିଦେବା। ତାପରେ ଯାଇକି ତରକାରୀକୁ ପ୍ରସ୍ତୁତ କରିବା। ଆଜି ଖାଇବା ପୁରା ଜବରଦସ୍ତ ହେବ। ଆମେ ଧୋଇ ସାରିଲୁ। ଭଲ ଭାବରେ ତାକୁ ଧୋଇକି କାଟାକାଟି କରିବା। ତାକୁ ମେନ୍ ଜିନିଷଟା ତାର ସବୁ ବଡ଼ିଟା, ସେ ବଡ଼ିଟା ତ ମେନ୍। ଆଉ ସେଇଟାରେ ତ ଘିଅ ଭର୍ତ୍ତି ଥିବ। ଆଉ ଖାଇଲେ ପୁରା ମଜା ଆସିଯିବ। ଦେଖନ୍ତୁ କଞ୍ଚା ବି ଖାଇବା ପାଇଁ ଇଚ୍ଛା ହେଉଛି ଯେ ସାଇଜ୍ରେ ଅଛି। ଦେଖନ୍ତୁ ବର୍ତ୍ତମାନ ଏଇ ଦାଢ଼କୁ ଖାଇପାରିବନି, ମାନେ ଦାନ୍ତ ଫାନ୍ତ ଭାଙ୍ଗିଯିବ। ସେଇଥିପାଇଁ ତାକୁ ଭାଙ୍ଗିବା ପାଇଁ ପଡ଼ୁଛି, ଚୂନା କରିବା ପାଇଁ ପଡ଼ୁଛି। ତାକୁ ପୁରା ଦାଢ଼ ଗୁଡ଼ାକୁ ଚୂନା କରିଦେବା। ଫଟେଇ ଦେଲେ ଖାଇବା ପାଇଁ ପୁରା ସୁବିଧା ହେବ। ସବୁ ଗୁଡ଼ିକ ପୁରା ଚୂନା କରିଦେବା। ଦେଲେ ମସଲା ବି ତା ଭିତରେ ଭଲସେ ପଶିବ। ଆଉ ଖାଇବା ପାଇଁ ବି ଆରାମ ହେବ। ଅସୁବିଧା କିଛି ହେବନି। ଦେଖନ୍ତୁ ଏଇ ଉପାୟରେ ଆମେ କରୁଛୁ। ଆପଣମାନେ କେମିତି କଙ୍କଡ଼ା ତରକାରୀ ତିଆରି କରନ୍ତି ନିଶ୍ଚିତ କମେଣ୍ଟ କରିକି ଜଣାଇବେ। ଏବେ ତା ବଡ଼ିଟାକୁ ଆମେ ବାହାର କରିବା, ଖୋଳଟାକୁ। ଦେଖନ୍ତୁ କେମିତି ଖୋଳଟାକୁ କାଢ଼ାଯାଉଛି। ପିଟି ତା ଖୋଳକୁ ବାହାର କରାଯାଉଛି। ଏଇଟା ଖୋଳଟା ବାହାର କରିସାରିଲା ପରେ ତା ବଡ଼ିଟା ବାହାରିଯିବ। ତା ଭିତରେ ଦେଖନ୍ତୁ ପୁରା ଘିଅ ଭର୍ତ୍ତି। ଘିଅ ପୁରା ଭର୍ତ୍ତି। ଦେଖନ୍ତୁ ଖାଇଲେ ପୁରା ମଜା ଆସିଯିବ। ତାକୁ ଭଲ ଭାବରେ ସଫା କରିଦେବା। ସଫା ହେଇସାରିଲା ପରେ ଆମେ ବର୍ତ୍ତମାନ କାଟିଦେବା। ତାକୁ ଛୋଟ ଛୋଟ ପିସ୍ କରିଦେବା, ଯେମିତି ମସଲାଟି ସବୁ ମାନେ କଙ୍କଡ଼ା ଭିତରେ ପଶିଯିବ। ଦେଖନ୍ତୁ ଘିଅଟା ପୁରା ହେଭି ହେବ ପୁରା। ଆଉ ହଳଦୀ ଲୁଣ ଦେଇକି ବର୍ତ୍ତମାନ ତାକୁ କିଛି ସମୟ ପାଇଁ ରଖିଦେବା। ଭଲ ରେଡ଼ି ହେଇଗଲା। ଏଗୁଡ଼ିକ ମାନେ ପ୍ରସ୍ତୁତ କରିବା ପାଇଁ ଆମେ ବାହାରି ପଡ଼ିବା। ବର୍ତ୍ତମାନ
ବର୍ତ୍ତମାନ ଆମର କିଛି ଚାଉଳକୁ ନେଇକି ଭାଜି କରିବା ପାଇଁ ଆମେ ପକେଇଲୁ କଢ଼େଇରେ। ଚାଉଳଟି ଭାଜିଗଲା, ମାନେ ଭୁଜା ଆକାରରେ ହେଇଗଲା ମୁଢ଼ି। ସେଇ ଚାଉଳକୁ ଭାଜାକୁ ଗୁଣ୍ଡ କରିକି ଆମେ ବର୍ତ୍ତମାନ ରଖିଲୁ। ପିଆଜକୁ କାଟିଦେଲୁ, ରସୁଣ ପେଷ୍ଟ, ଅଦା ପେଷ୍ଟ, ବିଲାତି ଏବଂ ଆମର ଆଇଟମ୍ କଙ୍କଡ଼ା ପୁରା ପିସ୍ କରି ରଖିଦେଇଛି। ଚାଲନ୍ତୁ ପୁରା ଡାଇରେକ୍ଟ କଢ଼ାରେ ପକାଇବା। ସୋରିଷ ତେଲ ପ୍ରଥମେ ଆମେ ଦେବା। କଢ଼ା ଗରମ ହେଲା ପରେ ସୋରିଷ ତେଲ 200 ଗ୍ରାମରୁ 150 ଗ୍ରାମ, ମାନେ 150ରୁ 200 ଗ୍ରାମ ଭିତରେ ଦେବା। ଯେତିକି ଲାଗିବ ଦେବା, କାରଣ ମସଲା କମ୍ ହେବ। ଏବେ ଆମର ତେଲଟି ଗରମ ହେଇଗଲା। ତେଲଟି ଗରମ ହେଲା ପରେ ଆମେ କିଛି ଜିରା ଗୁଣ୍ଡ ପକାଇବା। ଜିରା ଗୁଣ୍ଡଟି ଭଲ ଭାବରେ ଭାଜିଗଲା ପରେ ଏବେ ଆମେ କଟା ପିଆଜକୁ ପକାଇବା। କଟା ପିଆଜ ଯେତିକି ପରିମାଣରେ ଦେବା କଥା ଆମେ ଦେବା ସ୍ୱାଦ ଅନୁସାରେ। ଭଲ ଭାବରେ କଟା ପିଆଜଟାକୁ ତେଲରେ ଭାଜିଦେବା, ଯେମିତି ବ୍ରାଉନ୍ କଲର୍ ଆସିଯିବ। ଦେଖନ୍ତୁ ବର୍ତ୍ତମାନ ଆମର କଟା ପିଆଜ ଭାଜିବାର ମିଳିଲା। କଞ୍ଚା ଲଙ୍କା, ପୁରା ଧାନୁଆ ଲଙ୍କା ଦିଆଯାଉଛି, କାରଣ ଟିକେ ତରକାରୀରେ ରାଗ ହେଲେ ଭଲ ଲାଗିବ। ଆମର ପିଆଜ ବର୍ତ୍ତମାନ ବ୍ରାଉନ୍ କଲର୍ ଆସିଗଲାଣି। ଏବେ ରସୁଣ ପେଷ୍ଟ ଦେଇଦେବା। ରସୁଣ ବଟା, ଦେଖନ୍ତୁ ସବୁ ମାନେ ବାଟିବା ମସଲା ଆମେ ଘରେ ସବୁ ପ୍ରସ୍ତୁତ କରୁଛୁ। ଆମେ କିଣିକରି କରୁନୁ, କାରଣ ଘରେ ରୋଷେଇ ତ ଭଲ ଟେଷ୍ଟ ଆସିବନି ନହେଲେ। ରସୁଣ ପେଷ୍ଟ ଭଲ ଭାବରେ ମିକ୍ସ କରିଦେବା। ଏବେ ଆମର ଆସିବ ଅଦା ପେଷ୍ଟକୁ ଆମେ ବର୍ତ୍ତମାନ ପକାଇବା। ଯେହେତୁ ମାଂସ ତରକାରୀ ଯେମିତି ହୁଏ ତା ଷ୍ଟାଇଲରେ ପୁରା ହେବ। ଆଉ ଅଦା ପେଷ୍ଟ ପକାଇଲେ ଅଦା ପେଷ୍ଟକୁ ଭଲ ଭାବରେ ଆମେ ମିକ୍ସ କରିଦେବା। ଦେଖୁଛନ୍ତି କଲର୍ଟି କେମିତି ଆସିଯାଉଛି, ପୁରା ବ୍ରାଉନ୍ କଲର୍ ଆସିଗଲା ସବୁକିଛି। ଏବେ ଆମର ହଳଦୀ, ଲଙ୍କା ଗୁଣ୍ଡ କିଛି ପକାଇବା। ହଳଦୀ ଗୁଣ୍ଡ ପକାଇବା ଆଉ ଲୁଣ, ଯେମିତି ସ୍ୱାଦ ଅନୁସାରେ ଲୁଣ, କାରଣ ଦିଆଯାଇଥିଲା କଙ୍କଡ଼ାରେ। ଭଲ ଭାବରେ ତାକୁ ମିକ୍ସ କରିଦେବା। ତରକାରୀ କଲର୍ ଆସିବା ପାଇଁ ହାଲକାକି ହଳଦୀ ପକାଇବା ଏବଂ ସ୍ୱାଦ ଅନୁସାରେ ଲୁଣ ଭଲ ଭାବରେ ଭେଜାଲ କରିଦେବା। ଲୁଣଟା ଅଳ୍ପ ପରିମାଣରେ ଦେବା, କାରଣ ଲୁଣଟା ପକାଯାଇଛି ସେଥିରେ, କଙ୍କଡ଼ା ଦେହରେ ଲୁଣଟା ମିକ୍ସ କରାଯାଇଛି। ଅଳ୍ପ ପାଣି ଦେବା, ପାଣି ଦେଇକି ଭଲ ଭାବରେ ତାକୁ ଘାଣ୍ଟି ଦେବା। ଦେଖନ୍ତୁ ଗ୍ରେଭିଟା ଆମର ପ୍ରସ୍ତୁତ ହେଇଯିବ। ବର୍ତ୍ତମାନ ଗ୍ରେଭି ପ୍ରସ୍ତୁତ ବର୍ତ୍ତମାନ ହେଇଗଲା। ଏଥିରେ ଆମେ ବିଲାତି ପକାଇବା। ବିଲାତି ପକାଇ ସାରିଲା ପରେ ଭଲ ଭାବରେ ତାକୁ ଘାଣ୍ଟି ଦେବା। ବିଲାତିଟା ତାର ଗ୍ରେଭିଟିକୁ ଭଲ ଭାବରେ ସେ ପ୍ରସ୍ତୁତ କରିବ। ଦେଖନ୍ତୁ ପୁରା ଚିଟା ପୁରା ହେଇଯାଉଛି, ପୁରା ଲୋଭ ଆସିଯାଉଛି। ବର୍ତ୍ତମାନ ମସଲା ପ୍ରସ୍ତୁତ ଚାଲିଛି। ଦେଖନ୍ତୁ, ଆପଣମାନେ କମେଣ୍ଟ କରନ୍ତୁ କେମିତି ଆପଣମାନେ କଙ୍କଡ଼ା ତରକାରୀ କରନ୍ତି। ଧଣିଆ ପତ୍ର ହାଲକାକି ଦେଇଦେବା। ଦେଖନ୍ତୁ ଏବେ ତ ଧଣିଆ ପତ୍ର ବହୁତ ରେଟ୍, ତଥାପି ଟେଷ୍ଟି କରିବା ପାଇଁ ଦେବା ପାଇଁ ପଡ଼ୁଛି। ଦେଖନ୍ତୁ ଆମର ଗ୍ରେଭି ହେଇଗଲା। ଏଇଟା ଆମର ଯେଉଁ ଚାଉଳ ଭୁଜାକୁ ବାଟିକି ରଖା ହେଇଥିଲା, ତାକୁ ପାଣିରେ ମିଶାଇକି ବର୍ତ୍ତମାନ ସେଥିରେ ପକାଇଦେବା। ଦେଖନ୍ତୁ ପୁରା ଗ୍ରେଭି ରେଡ଼ି ହେଇଗଲା। ଦେଖନ୍ତୁ କଲର୍ ବି ପୁରା ଆସିଗଲା, ବ୍ରାଉନ୍ କଲର୍, ପୁରା ଟେଷ୍ଟି ହେବ ପୁରା ଆଜି। ଆଉ ଦେଖନ୍ତୁ ଗ୍ରେଭି
ଉଫ ମଜା ଆସିଯିବ। ଦେଖନ୍ତୁ ଫଟୋ ଆସିଗଲା ପୁରା ଅଳ୍ପ ସମୟ କଲର୍ ଦେଖନ୍ତୁ ପୁରା। ଏବେ ଆମେ ସେ କଙ୍କଡ଼ା ଗୁଡ଼ିକୁ ପକାଇଦେବା କଡ଼ାରେ, ତାକୁ ଭଲ ଭାବରେ କଷିଦେବା। ଯେମିତି ମାଂସକୁ କଷାଯାଏ ସେମିତି କଷିଦେବା। ଓ ଦେଖନ୍ତୁ ପୁରା ଟେଷ୍ଟ ପୁରା ଜବରଦସ୍ତ ହବ ଆଜି ପୁରା। ଦେଖୁଛନ୍ତି ପୁରା କଙ୍କଡ଼ା ଖାଇବା ପାଇଁ ଇଚ୍ଛା ହେଉଛି। ବହୁତ ଜଲ୍ଦି ହେଇଯାଉ। ବର୍ତ୍ତମାନ କଷା ପାଇଁ ପୁରା ରେଡ଼ି। ଏହାକୁ ବର୍ତ୍ତମାନ ଆମେ 2-3 ମିନିଟ୍ ତାକୁ ଭଲ ଭାବରେ ପୁରା ମିକ୍ସ କରିଦେବା। ତାହେଲେ ମସଲାଟି ତା ଭିତରେ ପଶିବ। ମିକ୍ସ ଜବରଦସ୍ତ ହେଇଯାଇଛି। ହାଲକା ଟିକେ ପାଣି ଦେଇଦେବା। ପାଣି ଦେଇ ସାରିକି ତାକୁ ଭଲ ଭାବରେ ସିଝେଇବା ପାଇଁ ପାଖାପାଖି 10 ମିନିଟ୍ ଆମେ ତାକୁ ଢାଙ୍କୁଣି ମାରିକି ରଖିଦେବା। ଦେଲେ ତା'ର ସବୁକିଛି ସିଝି ଯାଇଥିବ। ଆଉ ଯେଉଁ ଗ୍ରେଭିଟା ପୁରା ଅଳ୍ପ କରି କମିଯିବ। ପୁରା ଟେଷ୍ଟି ଜବରଦସ୍ତ ଆସିଯିବ। ଦେଖନ୍ତୁ ହେଇଗଲା। ବର୍ତ୍ତମାନ ଏବେ ଆମେ ଢାଙ୍କୁଣି ମାରିଦେବା। ଭଲ ଭାବରେ ଢାଙ୍କୁଣି ମାରିଦେବା ଯେମିତି ବାଷ୍ପଟି ବାହାରକୁ ନ ବାହାରେ। ଦେଖନ୍ତୁ ପାଖାପାଖି 3-4 ମିନିଟ୍ ଏମିତି ଢାଙ୍କୁଣି ମାରି ସାରିଲା ପରେ ଢାଙ୍କୁଣି ଖୋଲିବା। ପୁରା ବାଷ୍ପ ବାହାରୁଛି। ଦେଖନ୍ତୁ କେମିତି ଟକ୍ 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 ହେଇକି ଫୁଟୁଛି। ପୁରା ଜବରଦସ୍ତ ହେଇଛି। ତରକାରୀ ପୁରା କଲର୍ରୁ ଜଣାପଡ଼ୁଛି ମସ୍ତ ହବ। ମଜା ଆସିଯିବ ଯେ ପୁରା କଙ୍କଡ଼ା ଝୋଳ। ଦେଖନ୍ତୁ ରେଡ଼ି ହେଇଗଲାଣି। ବର୍ତ୍ତମାନ ଆଉ କିଛି ସମୟ ପରେ ଆମର ପେଟ ପୂଜା ହେଇଯିବ କଙ୍କଡ଼ା। ଗ୍ରେଭି ବି ଜବରଦସ୍ତ ହେଇଛି। କଙ୍କଡ଼ା ପୁରା ସିଝିଗଲାଣି। ଆଉ ଥରେ ତାକୁ ଢାଙ୍କୁଣି ମାରି ରଖିଦେବା। ଏଇଟା ଲାଷ୍ଟ ହେଇଗଲା। ବର୍ତ୍ତମାନ ରେଡ଼ି। ପୁରା ଦେଖନ୍ତୁ ପୁରା ସିଝିକି ତା ଭିତରେ ଆରାମସେ ପୁରା ମସଲା ପଶିଛି। ଗ୍ୟାସ୍କୁ ବର୍ତ୍ତମାନ ବନ୍ଦ କରିଦେବା। ହେଇଗଲାଣି ପୁରା ରେଡ଼ି। ଧନିଆ ପତ୍ର ତା ଉପରେ ପକାଇଦେବା କିଛି। ଦେଖନ୍ତୁ ହେଇଗଲା। ଆଉ ଗରମ ମସଲା ଭଲ ଭାବରେ ଦେଇଦେବା। ଆମର କଙ୍କଡ଼ା ତରକାରୀ ବର୍ତ୍ତମାନ ରେଡ଼ି। ଏବେ ଖାଇବା ପାଇଁ ପ୍ରସ୍ତୁତ। ଟେଷ୍ଟ କରିବା। ଟେଷ୍ଟ କରି ଦେଖିବା କେମିତି ଲାଗୁଛି। ଚାଲନ୍ତୁ ଟେଷ୍ଟ କରିବା। ବର୍ତ୍ତମାନ ରେଡ଼ି ହେଇଗଲାଣି ଭାତ ତରକାରୀ। ଦେଖନ୍ତୁ ସାଇଜ୍ ପୁରା ହେଇଗଲାଣି ପୁରା ଜବରଦସ୍ତ। ତା ଭିତରେ ମାଂସ ଖାଲି ଖୋଳାଟା ଛୋଡ଼ିଦେଲା ପରେ ମାଂସ ପୁରା ଜବରଦସ୍ତ ଖିଆ ହବ। ଦେଖନ୍ତୁ ଟେଷ୍ଟି ପୁରା। ଦେଖନ୍ତୁ ଆପଣମାନେ ବି ନିଶ୍ଚିତ କମେଣ୍ଟ କରି କୁହନ୍ତୁ।